ମୋ ଚିକି ଗୁଣ୍ଡାମାନଙ୍କ ସହ ଫାଇଟ୍ କରିବେ। ଜଣେ ଗୁଣ୍ଡା ହାତୁଡ଼ା ନେଇ ରାମଙ୍କ ମୁଣ୍ଡକୁ ଆଘାତ କରିବାକୁ ଆସିବା ବେଳେ ରାଜେନ୍ଦ୍ର କହିବେ, ରାମ ବାବା ପଛକୁ ହଟିଯା, ଦେଖ ସେ ଗୁଣ୍ଡା ହାତୁଡ଼ା ଧରିଛି। ଚିକି କହିବେ, ମୁଁ ପୁଣି ଥରେ ମୋ ରାମଙ୍କ ମୁଣ୍ଡରେ ଆଘାତ ହେବାର ଦେଖିପାରିବିନି। ମୁଁ ତାଙ୍କୁ ହରେଇ ପାରିବିନି ମମି, ମୋତେ କିଛି ଗୋଟେ କରିବାକୁ ପଡ଼ିବ। ଏହାପରେ ସେ ଗୁଣ୍ଡାକୁ ଯାଇ ଅଟକେଇବେ। ଏପଟେ ରୁହି କହିବେ, ମୁଁ ତ 4-5ରୁ ଗଲି, ଏ ରାମ ମୋତେ ଏବେ ଛାଡ଼ିବନି। ଲାଗୁଛି ତା ମେମୋରି ବୋଧେ ଫେରି ଆସିଛି। ଏହାପରେ ଗୁଣ୍ଡାମାନଙ୍କୁ ସେ 2 ଜଣ ମାରିକି ସେଠାରୁ ଭଗେଇ ଦେବେ ଆଉ ପୁରା ପରିବାରକୁ ସେଭ୍ କରିବେ। ଏହାପରେ ଚିକିଙ୍କ ହାତରେ ଆଘାତ ଦେଖି ରାମ ତାଙ୍କୁ ରୁମକୁ ନେଇଯିବେ ଆଉ କହିବେ, ତମ ହାତ ଦେଖ, ମୁଁ ତମ ହାତରେ ମେଡିସିନ ଲଗେଇଦେବି। ଚିକି କହିବେ, ସେସବୁ କିଛି ବି ଦରକାର ନାହିଁ, ମୁଁ ଏକଦମ ଠିକ୍ ଅଛି ଇଂଲିଶ ମିଡ଼ିୟମ। ରାମ କହିବେ, ତମେ କ'ଣ ସୁପର ଓମ୍ୟାନ, ପାୱାରଫୁଲ, କେମିତି ଠିକ୍ ଅଛ ତମେ? ଦିଅ ତମ ହାତ ମୋତେ ଦିଅ। ଚିକି କହିବେ, ମୁଁ କହିଲି ନା ଆଖୁଡୁ ଅଗସ୍ତି, ମୁଁ ଠିକ୍ ଅଛି ବୋଲି। ତା ଛଡ଼ା ଆଖୁଡୁ ଅଗସ୍ତିଙ୍କ ସ୍ତ୍ରୀ ମୁଁ। ତମ ଭଲ ପାୱାର ଅଛି ମୋ ପାଖରେ, ମୋର କେମିତି କିଛି ହେଇପାରିବ? ଇଂଲିଶ ମିଡ଼ିୟମ, ବାକି ସମସ୍ତେ କଷ୍ଟରେ ଅଛନ୍ତି, ମୁଁ ତାଙ୍କୁ ପାଣି ଦେଇକି ଆସେ। ରାମ କହିବେ, ରୁହ ଚିକି, ମୋତେ ତମଠୁ କିଛି ଦବାର ଅଛି। ଏହାପରେ ରାମ ରିଙ୍ଗ କାଢ଼ିବେ ଆଉ କହିବେ, ଇଏ ହେଉଛି ଏନଗେଜମେଣ୍ଟ ରିଙ୍ଗ। ମୁଁ କହିଥିଲି ନା, ଆଜିର ପାର୍ଟିରେ ଯାହା ବି ହଉନା କାହିଁକି, ମୁଁ କିନ୍ତୁ ମୋ ଲାଇଫ ପାର୍ଟନର ହାତରେ କେବଳ ରିଙ୍ଗ ପିନ୍ଧିବି। ଆଉ ସେ ଜଣକ ହଉଛ ତମେ, ମାଇ ଷ୍ଟୁପିଡ ଗର୍ଲ। ତମେ ମୋ ସହିତ ସାରା ଜୀବନ ବିତେଇବା ପାଇଁ ଅଫିସିଆଲି ରେଡି ତ ଚିକି? ଚିକି କହିବେ, ହଁ ଇଂଲିଶ ମିଡ଼ିୟମ। ଏବେ ରାମ ଆଉ ଚିକିକୁ କେହି ବି ଅଲଗା କରିପାରିବେନି। ଏହାପରେ ରାମ ଚିକିଙ୍କ ହାତରେ ଏନଗେଜମେଣ୍ଟ ରିଙ୍ଗ ପିନ୍ଧେଇ ଦେବେ ଆଉ କହିବେ, ଏ ବନ୍ଧନ, ଏ ବାହାଘର, ଏ ପ୍ରେମ, ଏ ଦୋସ୍ତି ସବୁ କେବଳ ମୋର ଜଣଙ୍କ ପାଇଁ ହିଁ ମାଇନେ ରଖେ, ଆଉ ସେ ଜଣକ ହଉଛି ମୁଁ ଷ୍ଟୁପିଡ ଗର୍ଲ। ଏପଟେ କାମିନୀ କହିବେ, ରାମ ବାବା ତୁ କୁଆଡ଼େ ଗଲୁ, ତଳକୁ ଆସ। ଏହାପରେ ରାମ ତଳକୁ ଆସିବେ। କାମିନୀ କହିବେ, ରାମ ବାବା ଆମେ ସମସ୍ତେ ଯାହା ଦେଖିଲୁ ସେଇଟା କ'ଣ ସତ? ଦେଖ ବାବା, ସମସ୍ତଙ୍କୁ କହିଦେ ଯେ ତୁ ଠିକ୍ ହେଇଯାଇଛୁ। ଦେଖ ସମସ୍ତେ କେମିତି ଖୁସି ଅଛନ୍ତି, କେତେ ଖୁସି ଜଣାପଡ଼ୁଛନ୍ତି, ସମସ୍ତେ ଜାଣିବାକୁ ଚାହୁଁଛନ୍ତି, କହ ତୁ ଠିକ୍ ହେଇଯାଇଛୁ ନା? ଆଉ ଆମେ ଯାହା ଦେଖିଲୁ ସେଇଟା ସତ? ରାମ କହିବେ, ଓହୋ ଜେଜେମା, ତମେ ଏଇଠି ବସିଲ। ରାଜେନ୍ଦ୍ର କହିବେ, ମୋ ପୁଅ ପୁରା ଠିକ୍ ହେଇଯାଇଛି ବାବା, ଦେଖ ମୋ ପୁଅ ଠିକ୍ ହେଇଗଲା। ଏପଟେ ମାଧବୀ କହିବେ, ରତ୍ନମଣି, ଏ ପାଗଳ ରାମ କ'ଣ ସତରେ ଠିକ୍ ହେଇଗଲା ନା କ'ଣ? ରତନ କହିବେ, ମାଧବୀ, ଯଦି ଚମତ୍କାର ଭାବେ ତମ କଥାଟା ସତ ହେଇଥାଏ, ତାହେଲେ ଚମତ୍କାର ଭାବରେ ଆମେ 4-5ରୁ ଯିବା। ଆଉ ଆମେ ଯାହା ବି ଦେଖୁଛେ ନା, ସେଇଟା ଯଦି ସତ ହେଲା, ତାହେଲେ ଆମେ ତମ ଝିଟିପିଟି ଆଗ 4-5ରୁ ଯିବ। ଆମ ଆଗରେ ସବୁ ଚମତ୍କାର ଘଟଣା ମାନ ଘଟିବ ଆଉ ତମ ଝିଟିପିଟି ମାନେ ତମ ସିଆମ ସେ ପୁରା ମୂଳରୁ ଯିବ। ନିଧି କହିବେ, ଭାଇ ସତରେ କ'ଣ ତୁ ମୋ ପାଖକୁ ଫେରି ଆସିଛୁ? ପୁଣି ମୋ ସହିତ ମଜାମସ୍ତି କରିବୁ, ଦୁଷ୍ଟାମି କରିପାରିବୁ, ମୁଁ ଠିକ୍ କହିଲି ନା ଭାଇ? ରାଜେନ୍ଦ୍ର କହିବେ, ରାମ ନିଧି ଠିକ୍ କହୁଛି, ତୁ ଭଲ ହେଇଯାଇଛୁ ନା ବାବା? ରାମ କହିବେ, ମତେ ଆଗ କୁହ, ମୁଁ ଆକ୍ଟିଂ କେମିତି ଲାଗିଲା? ସମସ୍ତଙ୍କୁ ଡରେଇ ବୋଲି ଏମିତି ପ୍ଲାନ୍ କରିଥିଲି, ସମସ୍ତେ ଡରିଗଲ ନା? ସମସ୍ତେ ପୋକା ବନିଗଲ ନା? ଏଇଟା ନା ମୁଁ ଜାଣି ଶୁଣି କରୁଥିଲି। ମୁଁ ଯଦି ଡରି ନଥାନ୍ତି ତାହେଲେ ସେ ଗୁଣ୍ଡାମାନେ ଡରିଥାନ୍ତି କେମିତି? ତମେ ମାନେ ସମସ୍ତେ ବୋକା ବନିଗଲ କାହିଁକି? ତମେ ମାନେ ଆକ୍ଟିଂ ଦେଖି ସରପ୍ରାଇଜ ହେଇଗଲା ନା କ'ଣ? ହେଲେ ତମ ମାନଙ୍କୁ ମୁଁ ନୁହଁ, ବରଂ ଜର୍ଗାଲ ବଞ୍ଚେଇଛନ୍ତି। ସେ ହିଁ ସେ ଗୁଣ୍ଡାମାନଙ୍କ ସହିତ ଫାଇଟ୍ କରିଛନ୍ତି ଆଉ ସେମାନଙ୍କୁ ଏଠୁ ସମସ୍ତଙ୍କ ଜୀବନ ବଞ୍ଚେଇ ଦେଇଛନ୍ତି। ମୁଁ କିଛି ବି କରିନି, ମୁଁ ତ ବାସ୍ ଗୁଣ୍ଡାମାନଙ୍କ ସହିତ ମିଛ ଆକ୍ଟିଂ କରୁଥିଲି। ଗେଷ୍ଟ ମାନେ କହିବେ, ନାଇଁ ତମେ ମିଛ କହୁଛ, ଆମେ ସମସ୍ତେ ଦେଖିଛୁ କେମିତି ଚିକିଙ୍କୁ ବଞ୍ଚେଇଲ, ସେ ଗୁଣ୍ଡାମାନଙ୍କୁ କେମିତି ମାରିକି ଆମ ସମସ୍ତଙ୍କ ଜୀବନ ରକ୍ଷା କଲ। ମାନେ କହିବେ, କାହିଁକି ମୋତେ ମିଛ କହୁଛୁ ରେ ବାବା? ତୁ କ'ଣ ତୋ ଜେଜେମାକୁ କଷ୍ଟରେ ଦେଖିପାରିବୁ? ତୁ ବୁଝିପାରିବୁନି ରେ ବାବା, ତୋ ପାଇଁ ମୁଁ ପ୍ରତି ମୁହୂର୍ତ୍ତରେ ଏମିତି କାନ୍ଦୁଛି ଆଉ ତୁ ଭଲ ହେଇଯା ବୋଲି ପ୍ରତ୍ୟେକ ଦିନ ଦେବୀ ମାଙ୍କ ପାଖରେ ଅଳି କରୁଛି। ମୁଁ ଏମିତି ଆକ୍ଟିଂ ଆଉ ଦେଖିପାରିବିନି। ଏପଟେ ରାମ କହିବେ, ମୁଁ ଏମିତି ଆକ୍ଟିଂ ଆଉ କରିପାରିବିନି ଚିକି, ଏମିତି ପରିବାର ଲୋକଙ୍କ ଆଖିରେ ମୁଁ ଲୁହ ଦେଖିପାରିବିନି। କାମିନୀ କହିବେ, ତୁ ସତ କହିଦେ, ତୁ ଠିକ୍ ହେଇଯାଇଛୁ, କହିଦେ ବାବା, ଏ ବୁଢ଼ୀଟାକୁ ଟିକେ ଖୁସି ଲାଗିବ। ରାମ ଭାବିବେ, ଜେଜେମା ମୁଁ ଆଉ ମିଛ କହିପାରିବିନି। ଏହାପରେ ସେ କାମିନୀଙ୍କ ପାଖକୁ ଯାଇ କହିବେ, ଜେଜେମା ମୋ ସ୍ମରଣ ଶକ୍ତି ଫେରି ଆସିଛି।